ସର୍ବପ୍ରଥମେ ମୋର ୟୁଟ୍ୟୁବ୍ ଚ୍ୟାନେଲ୍କୁ ସୁସ୍ୱାଗତ। ବିଶେଷ କରି +2 ଆର୍ଟ୍ସ +3 ଆର୍ଟ୍ସ ସିଟି ବିଟି ଷ୍ଟୁଡେଣ୍ଟସ୍ମାନଙ୍କୁ ମୋର ଅଭିନନ୍ଦନ। ଆଜିର ଭିଡ଼ିଓଟି 5 ଲେସନ୍ ପ୍ଲାନ୍ ଇତିହାସ ହିଷ୍ଟ୍ରି ବିଷୟ ଉପରେ ପର୍ଯ୍ୟବେସିତ ଅଟେ। ମୁଁ ଷଷ୍ଠ ଶ୍ରେଣୀର ଇତିହାସ ପୁସ୍ତକର ପ୍ରଥମ ଚନ୍ଦ୍ରଗୁପ୍ତ ପ୍ରସଙ୍ଗ ପାଇଁ 5 ଲେସନ୍ ପ୍ଲାନ୍ର ନମୁନା ପ୍ରସ୍ତୁତ କରିଛି, ଯାହା 5ଟି ସୋପାନ: ନିୟୋଜନ ଏନ୍ଗେଜମେଣ୍ଟ, ଅନୁସନ୍ଧାନ ଏକ୍ସପ୍ଲୋରେସନ୍, ବ୍ୟାଖ୍ୟାକରଣ ଏକ୍ସପ୍ଲାନେସନ୍, ସମ୍ପ୍ରସାରଣ ଇଲାବୋରେସନ୍ ଏବଂ ମୂଲ୍ୟାୟନ ଇଭାଲ୍ୟୁଏସନ୍ ମାଧ୍ୟମରେ ଶିକ୍ଷାଦାନ ପାଇଁ ପାଠ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବା ସହିତ କମେଣ୍ଟ କରି ସାଙ୍ଗସାଥୀଙ୍କୁ ସେୟାର କରିବାକୁ ଅନୁରୋଧ। ଆଉ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ରେ ନୂଆ ହୋଇଥିଲେ ମୋ ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ ବେଲ୍ ଆଇକନ୍କୁ ଦବାଇ ଦେବାକୁ ମୋର ନିବେଦନ। ତାହେଲେ ବର୍ତ୍ତମାନ ଆମ୍ଭେ ଷଷ୍ଠ ଶ୍ରେଣୀର ଇତିହାସ ବିଷୟ ପାଇଁ ପ୍ରଥମ ଚନ୍ଦ୍ରଗୁପ୍ତ ପ୍ରସଙ୍ଗ ନିମିତ୍ତ 5 ଲେସନ୍ ପ୍ଲାନ୍ ପ୍ରସ୍ତୁତିର ଆଲୋଚନା କରିବା। ଏ ହେଉଛି ଇତିହାସ ଶିକ୍ଷାଦାନ ପାଇଁ 5 ଲେସନ୍ ପ୍ଲାନ୍ର ପ୍ରଥମ ପୃଷ୍ଠା। ଏହି ପ୍ରଥମ ପୃଷ୍ଠାର ବାମ ପାର୍ଶ୍ୱରେ କିଛି ତଥ୍ୟ ଭର୍ତ୍ତି କରିବାକୁ ହୋଇଥାଏ। ପ୍ରଥମ ତଥ୍ୟ ରହିଛି ତାରିଖ, ତା ତଳକୁ ବିଦ୍ୟାଳୟର ନାମ ବା ସ୍କୁଲ, ତା ତଳକୁ ଶ୍ରେଣୀ ବା କ୍ଲାସ୍, ତା ତଳକୁ ବୟସ, ତା ତଳକୁ ନିର୍ଘଣ୍ଟ ବା ପିରିୟଡ଼ ରହିଥାଏ, ତା ତଳକୁ ସମୟ ରହିଥାଏ, ତା ତଳକୁ ବିଷୟ ଯେଇଠି ଆମେ ଲେଖିବା ଇତିହାସ ଏବଂ ତା ତଳକୁ ରହିଥାଏ ପ୍ରସଙ୍ଗ ବା ଟପିକ୍। ଖ୍ରୀଷ୍ଟାବ୍ଦ 300 ରୁ 800 ମଧ୍ୟରେ ଭାରତ, ପ୍ରଥମ ଚନ୍ଦ୍ରଗୁପ୍ତ। ତାପରେ ରହିଛି ତା ଠିକ୍ ଡାହାଣ ପାର୍ଶ୍ୱକୁ ସାଧାରଣ ଉଦ୍ଦେଶ୍ୟ। ଏହା ସବୁବେଳେ ବିଷୟ ପାଇଁ ସବୁବେଳେ ସମାନ ରହିଥାଏ, ଇତିହାସ ବିଷୟ ପାଇଁ ସବୁବେଳେ ସମାନ ରହିବ। ପ୍ରଥମ ବିନ୍ଦୁ, ଇତିହାସ ପଠନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଅତୀତର ଘଟଣା ସହିତ ପରିଚିତ କରାଇବା। ଦ୍ୱିତୀୟ ବିନ୍ଦୁରେ ଆମେ ଲେଖିବା ଅତୀତରେ ଘଟିଥିବା ଗୌରବମୟ ଘଟଣାଗୁଡ଼ିକୁ ଶିକ୍ଷାର୍ଥୀମାନଙ୍କ ସମ୍ମୁଖରେ ପରିପ୍ରକାଶ କରିବା। ତୃତୀୟ ବିନ୍ଦୁ, ଶିକ୍ଷାର୍ଥୀଙ୍କର କଳ୍ପନା ଶକ୍ତି ଓ ସ୍ମୃତି ଶକ୍ତିର ବିକାଶ ସାଧନ କରିବା। ଚତୁର୍ଥ ବିନ୍ଦୁ, ଅତୀତ ଓ ବର୍ତ୍ତମାନର ଘଟଣାବଳୀ ସହିତ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ଜୀବନ ଗଠନର ପଥ ଆଲୋକିତ କରିବା। ତା ଡାହାଣ ପାର୍ଶ୍ୱକୁ ରହିଥାଏ ଉପକରଣ। ଏହି ଉପକରଣକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା, ସାଧାରଣ ଉପକରଣ ଏବଂ ମୁଖ୍ୟ ଉପକରଣ। ସାଧାରଣ ଉପକରଣରେ ଆମେ ଲେଖିପାରିବା ତାର ତାଲିକା ଆମେ ପ୍ରସ୍ତୁତ କରିବା। ଚକ୍, ଡଷ୍ଟର, କନା, କଳାପଟା, ପାଠ୍ୟପୁସ୍ତକ ଏବଂ ମୁଖ୍ୟ ଉପକରଣରେ ଲେଖିବା ସମୟରେଖା, କାର୍ଯ୍ୟଫର୍ଦ୍ଦ, ଗୁପ୍ତ ସାମ୍ରାଜ୍ୟର ମାନଚିତ୍ର, ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ଫଟୋ ଚିତ୍ର। ଆଉ ଏହି ପ୍ରଥମ ପୃଷ୍ଠାର ସବା ତଳେ ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ, ଯାହା ପ୍ରସଙ୍ଗ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ। ପ୍ରଥମ ଚନ୍ଦ୍ରଗୁପ୍ତ ପାଇଁ ଆମେ 3ଟି ବିନ୍ଦୁରେ ଲେଖିଛି ତାର ମୁଖ୍ୟ ଉଦ୍ଦେଶ୍ୟକୁ। ପ୍ରଥମ ବିନ୍ଦୁରେ ଲେଖିବା ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟକୁ ଐତିହାସିକ ମାନଚିତ୍ରରେ ଚିହ୍ନିତ କରି ସ୍ଥାନମାନଙ୍କର ନାମ ତାଲିକା କରିପାରିବି। ଦ୍ୱିତୀୟ ବିନ୍ଦୁରେ ଆମେ ଲେଖିବା ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ଜୀବନୀ ଓ କାର୍ଯ୍ୟକଳାପଗୁଡ଼ିକୁ ବର୍ଣ୍ଣନା କରିବି। ତୃତୀୟ ବିନ୍ଦୁରେ ଆମେ ଲେଖିବା ଚନ୍ଦ୍ରଗୁପ୍ତଙ୍କ ସମୟସୀମାକୁ ସମୟରେଖାରେ ଦର୍ଶାଇବାକୁ ସକ୍ଷମ ହେବି। ତାପରେ ଆମେ ପରବର୍ତ୍ତୀ ପୃଷ୍ଠାକୁ ଯିବା। ସବା ଉପରେ କ୍ରମିକ ନମ୍ବର ରହିଥାଏ, ତାପରେ ସୋପାନ ରହିଥାଏ, ବିଷୟ ରହିଥାଏ, ପ୍ରଣାଳୀ ରହିଥାଏ, କଳାପଟା କାର୍ଯ୍ୟ ରହିଥାଏ। ଆମେ ସୋପାନରେ କ୍ରମିକ ନମ୍ବରରେ ଆମେ ଲେଖିବା 1, ସୋପାନ ଲେଖିବା ପ୍ରଥମ ସୋପାନ, ନିୟୋଜନ ଏନ୍ଗେଜମେଣ୍ଟ ଲେଖିବା, ଆଉ ବିଷୟରେ ଲେଖିବା ସକ୍ରିୟାତ୍ମକ କାର୍ଯ୍ୟ, ଯାହା ପିଲାମାନଙ୍କୁ ସକ୍ରିୟ କରିବା ପାଇଁ ଶିକ୍ଷକ ଆକ୍ଟିଭିଟି କରିଥାନ୍ତି। ପ୍ରଣାଳୀରେ ଆମେ ଲେଖିବା ପ୍ରଣାଳୀ, ଯାହା ଶିକ୍ଷଣ କାର୍ଯ୍ୟଭିତ୍ତିକ ଅଟେ। ପ୍ରବିଧିରେ ଆମେ ଲେଖିବା ଗଳ୍ପ କଥନ ଏବଂ ବର୍ଣ୍ଣନାତ୍ମକ। ଆଉ ଏହି ପ୍ରଣାଳୀକୁ ଆମେ ଦୁଇ ଭାଗରେ ବିଭକ୍ତ କରିବା, ଯେମିତିକା ଶିକ୍ଷକ କାର୍ଯ୍ୟ ଲେଖିହେବ ଏବଂ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଲେଖିହେବ। ଶିକ୍ଷକ କାର୍ଯ୍ୟକୁ ଆମେ ବଡ଼ ସ୍ଥାନ ଦେବା ଏବଂ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ପାଇଁ ଛୋଟ ସ୍ଥାନ ରଖିବା। କଳାପଟା କାର୍ଯ୍ୟରେ ଆମେ ସୋପାନ ଗୁଡ଼ିକ ଲେଖିଦେବା, ଯାହା ପ୍ରଥମ ସୋପାନ ନିୟୋଜନ ଏନ୍ଗେଜମେଣ୍ଟ, ଦ୍ୱିତୀୟ ସୋପାନ ଅନୁସନ୍ଧାନ ଏକ୍ସପ୍ଲୋରେସନ୍, ତୃତୀୟ ସୋପାନ ବ୍ୟାଖ୍ୟାକରଣ ଏକ୍ସପ୍ଲାନେସନ୍, ଚତୁର୍ଥ ସୋପାନ ସମ୍ପ୍ରସାରଣ ଇଲାବୋରେସନ୍, ତାପରେ ପଞ୍ଚମ ସୋପାନ ମୂଲ୍ୟାୟନ ବା ଇଭାଲ୍ୟୁଏସନ୍। ଶିକ୍ଷକ କାର୍ଯ୍ୟରେ ଆମେ ଲେଖିବା
ଶିକ୍ଷକ ନିଜର ନିର୍ଘଣ୍ଟ ଅନୁସାରେ ସହାସ୍ୟ ବଦନରେ ଶ୍ରେଣୀ କକ୍ଷକୁ ପ୍ରବେଶ କରି ଶ୍ରେଣୀ ଶଯ୍ୟା ପ୍ରତି ଦୃଷ୍ଟି ଦେବେ। ଶିକ୍ଷାର୍ଥୀମାନଙ୍କୁ ଗୋଲାକାରରେ ବସାଇ କେତେଗୁଡ଼ିଏ ପ୍ରଶ୍ନ ପଚାରି ଶିକ୍ଷାର୍ଥୀମାନଙ୍କଠାରୁ ଉତ୍ତର ଆଦାୟ କରିବା ସହ ଶିକ୍ଷଣ କାର୍ଯ୍ୟଟି ଆରମ୍ଭ କରିବେ। ତ ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଆମେ ଲେଖିବା ଶିକ୍ଷାର୍ଥୀମାନେ ପ୍ରଶ୍ନର ଉତ୍ତର ଦେବେ। ଯେହେତୁ ଶିକ୍ଷକ ପିଲାମାନଙ୍କୁ ଗୋଲାକାରରେ ବସେଇବି, ସେଥିପାଇଁ ଆମେ କଳାପଟା ଯେଉଁ କାର୍ଯ୍ୟ ରହିଛି ସେହି ସ୍ଥାନରେ ଗୋଲାକାର ଗୋଟେ ଚିତ୍ର କରିବା, ଛକି ଚିହ୍ନ ଦେବା, ଯାହା ଶିକ୍ଷାର୍ଥୀମାନଙ୍କୁ ସୂଚିତ କରିବ। ଆମେ ଠିକ୍ କେନ୍ଦ୍ରରେ ଟି ଲେଖିବା, ଯାହା ଶିକ୍ଷକଙ୍କୁ ସୂଚିତ କରିବ। ପ୍ରଶ୍ନ ଗୁଡ଼ିକ ରହିବ କ'ଣ? ପ୍ରଥମ ପ୍ରଶ୍ନ, ପ୍ରଭୁ ରାମଚନ୍ଦ୍ର କେଉଁ ବଂଶର ରାଜା ଥିଲେ? ଯାହା ଶିକ୍ଷାର୍ଥୀମାନେ ପ୍ରଶ୍ନର ଉତ୍ତର ଦେବେ। ଦ୍ୱିତୀୟ ପ୍ରଶ୍ନ, ପ୍ରାଚୀନ ଭାରତରେ କେଉଁ କେଉଁ ରାଜବଂଶ ଶାସନ କରୁଥିଲେ? ତୃତୀୟ ପ୍ରଶ୍ନ ରହିବ, ରାଜ୍ୟ ଶାସନ ସମୟରେ ରାଜାମାନଙ୍କୁ କେଉଁ କେଉଁ ଉପାଧିମାନ ଦିଆଯାଉଥିଲା? ଏମିତିକା ପ୍ରଶ୍ନ ଦେବେ। ଆଉ ବିଷୟରେ ଆମେ ଲେଖିବେ କ'ଣ? ପ୍ରସଙ୍ଗରେ ଉପନୀତ। ଏହି ପ୍ରଶ୍ନ ଗୁଡ଼ିକ ପାଇସାରିବା ପରେ, ଯେହେତୁ ପ୍ରସଙ୍ଗ ସ୍ଥାନ ପୂରଣ କରାଯିବ, ସେଥିପାଇଁ ପ୍ରଶ୍ନର ଠିକ୍ ତଳେ ଆମେ ଲେଖିବା ପ୍ରଶ୍ନ ଗୁଡ଼ିକର ଉତ୍ତର ପାଇସାରିବା ପରେ ଶିକ୍ଷକ କହିବେ ଯେ ଆଜି ଆମ୍ଭେ ସେହି ଗୁପ୍ତବଂଶର ରାଜାଙ୍କ ବିଷୟରେ ପଢ଼ିବା କହି କଳାପଡ଼ା ସ୍ଥିତ ପ୍ରସଙ୍ଗ ସ୍ଥାନ ପୂରଣ କରିବେ। ପ୍ରସଙ୍ଗରେ ଲେଖିବେ, କଳାପଡ଼ା କାର୍ଯ୍ୟରେ ପ୍ରସଙ୍ଗ ଲେଖିବେ ଖ୍ରୀଷ୍ଟାବ୍ଦ 300 ରୁ 800 ମଧ୍ୟରେ ଭାରତ ପ୍ରଥମ ଚନ୍ଦ୍ରଗୁପ୍ତ। ଏହା ଲେଖିସାରିବା ପରେ ତାପରେ ଦ୍ୱିତୀୟ ସୋପାନକୁ ଆମେ ଯିବା। ସେଥିପାଇଁ କ୍ରମିକ ନମ୍ବରରେ 2 ଲେଖିବା। ସୋପାନରେ ଦ୍ୱିତୀୟ ସୋପାନ ଅନୁସନ୍ଧାନ ଲେଖିବା। ଅନୁସନ୍ଧାନ ଏକ୍ସପ୍ଲୋରେସନ୍ ଲେଖିବା। ଆଉ ସେଠି ଲେଖିବା ଗୁପ୍ତ ସାମ୍ରାଜ୍ୟର ରାଜାମାନଙ୍କ ନାମ ଓ ଉପାଧି ବିଷୟରେ ଜାଣିବେ। ଶିକ୍ଷଣ କାର୍ଯ୍ୟ 1 ଲେଖିବା। ଆଉ ସେଥିରେ ଆମେ ଲେଖିବା ଶିକ୍ଷାଦାନର ସୁବିଧା ଦୃଷ୍ଟିରୁ ଶିକ୍ଷାର୍ଥୀମାନଙ୍କୁ ୟୁ ଆକାରରେ ବସାଇ ଶିକ୍ଷକ ବହିରେ ବର୍ଣ୍ଣନା କରାଯାଇଥିବା ଖ୍ରୀଷ୍ଟାବ୍ଦ 300 ରୁ 800 ମଧ୍ୟରେ ଭାରତକୁ ଶାସନ କରୁଥିବା ଗୁପ୍ତ ସାମ୍ରାଜ୍ୟର ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ଜୀବନୀ, କାର୍ଯ୍ୟକଳାପ ଓ ରାଜ୍ୟ ଜୟକୁ ମାନଚିତ୍ର ଓ ଚିତ୍ର ସମୟରେଖା ସାହାଯ୍ୟରେ ଗପ ମାଧ୍ୟମରେ ବର୍ଣ୍ଣନା କରିବେ। ତ ଯେହେତୁ ପିଲାମାନଙ୍କୁ ୟୁ ଆକାରରେ ବସାଯିବ, ସେଥିପାଇଁ ଏ ଯେଉଁ କଳାପଟା କାର୍ଯ୍ୟ ରହିଛି ସେହି ସ୍ଥାନରେ ୟୁ ଆକାରରେ ଚିହ୍ନିତ କରିବେ, ଛକି ଚିହ୍ନ ଦେବେ, ଯାହା ଶିକ୍ଷାର୍ଥୀମାନଙ୍କୁ ସୂଚିତ କରିବ, ଏବଂ ଟି ଚିହ୍ନ ଦିଆଯିବ, ଯାହା ଶିକ୍ଷକଙ୍କୁ ସୂଚିତ କରିବ। ଶିକ୍ଷକ ନେଇଥିବା ଉପକରଣ ଚନ୍ଦ୍ରଗୁପ୍ତଙ୍କର ଫଟୋ ଚିତ୍ରକୁ ପିଲାମାନଙ୍କୁ ଦେଖେଇବି। ତାପରେ ଆମେ ପରବର୍ତ୍ତୀ ପୃଷ୍ଠାକୁ ଯିବା। ପରବର୍ତ୍ତୀ ପୃଷ୍ଠାରେ ସୋପାନରେ ଆମେ ଲେଖିବା ଏକ୍ସପ୍ଲୋରେସନ୍, ବିଷୟରେ ଲେଖିବା ଚିନ୍ତା ଓ ପ୍ରତ୍ୟାଶାମୂଳକ ପ୍ରଶ୍ନ। ତାପରେ ପ୍ରଣାଳୀରେ ଲେଖିବା ଶିକ୍ଷକ କାର୍ଯ୍ୟରେ ମଝିରେ କୈନ୍ଦ୍ରିକ ଶବ୍ଦ ଗୁଡ଼ିକୁ କଳାପଟାରେ ଲେଖି ନିମ୍ନଲିଖିତ ଚିନ୍ତା ଓ ପ୍ରତ୍ୟାଶାମୂଳକ ପ୍ରଶ୍ନ ପଚାରିବି। ତ ପ୍ରଶ୍ନ ଗୁଡ଼ିକ ରହିବ କ'ଣ? କେଉଁମାନେ ଚକ୍ରବର୍ତ୍ତୀ ରାଜା ଉପାଧି ପାଇଥିବେ? ଦ୍ୱିତୀୟ ପ୍ରଶ୍ନ, କୁଷାଣ ରାଜବଂଶ ପରେ ଭାରତ କାହିଁକି ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଯାଇଥିବ? ତୃତୀୟ ପ୍ରଶ୍ନ, କେଉଁ ରାଜାମାନଙ୍କୁ ମହାରାଜଧିରାଜ ଉପାଧି ମିଳିଥିବ? ଚତୁର୍ଥ ପ୍ରଶ୍ନ, ଗୁପ୍ତବଂଶର ରାଜାମାନେ ସାମ୍ରାଜ୍ୟକୁ କିପରି ବିଶାଳ ଓ ଶକ୍ତିଶାଳୀ କରିଥିବେ? ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଆମେ ଲେଖିବା ଶିକ୍ଷାର୍ଥୀମାନେ ଚିନ୍ତା କରି ଉତ୍ତର ଦେବେ। ଆଉ ଯାହା ସବୁ କୈନ୍ଦ୍ରିକ ଶବ୍ଦ ରହିଥିବ ସେହି କୈନ୍ଦ୍ରିକ ଶବ୍ଦକୁ ଶିକ୍ଷକ କଳାପଟା କାର୍ଯ୍ୟରେ ଲେଖିବେ। ଯେମିତିକା କୁଷାଣ, ଗୁପ୍ତବଂଶ, ମହାରାଜଧିରାଜ, ଗୁପ୍ତାବ୍ଦ, କୁମାର ଦେବୀ। ଆଉ ଯେଉଁ ଉପକରଣ ଆମେ ନେଇଥିବି ଗୁପ୍ତ ସାମ୍ରାଜ୍ୟର ମାନଚିତ୍ର, ତାକୁ ଆମେ ପିଲାମାନଙ୍କ ଆଗରେ ରଖିବା। କଳାପଟା କାର୍ଯ୍ୟରେ ଆମେ ଲଗେଇ ଦେବା। ତାପରେ ପରବର୍ତ୍ତୀ ପୃଷ୍ଠାକୁ ଯିବା। କ୍ରମିକ ନମ୍ବର 3 ଦେବା। ସୋପାନ ରହିବ ତୃତୀୟ ସୋପାନ ବ୍ୟାଖ୍ୟାକରଣ ବା ଏକ୍ସପ୍ଲାନେସନ୍ ରହିବ। ବିଷୟରେ ଆମେ ଲେଖିବା ଦଳ ଗଠନ ଏବଂ ନାମକରଣ। ଶିକ୍ଷଣ କାର୍ଯ୍ୟ 2। ଶିକ୍ଷକଙ୍କ କାର୍ଯ୍ୟରେ ଆମେ ଲେଖିବା ଏହାପରେ ଶିକ୍ଷକ ପିଲାମାନଙ୍କୁ 2ଟି ଦଳରେ ବିଭକ୍ତ କରି ସେମାନଙ୍କୁ ପ୍ରଥମ ଚନ୍ଦ୍ରଗୁପ୍ତ ଓ କୁମାର ଦେବୀ ନାମରେ ନାମିତ କରିବେ। ଉଭୟ ଦଳକୁ ମାନଚିତ୍ର ଓ ସମୟରେଖା ଦେଇ ପଠିତ ବିଷୟର ବିଭିନ୍ନ ସମୟ ଓ ସ୍ଥାନ ବିଷୟରେ ପ୍ରଶ୍ନ ଦେବେ, ଯାହା 2 ଦଳ ଆଲୋଚନା କରି ଉତ୍ତର ଦେବେ। ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଆମେ ଲେଖିବା ଶିକ୍ଷାର୍ଥୀମାନେ ଶିକ୍ଷକଙ୍କୁ ଦଳ ଗଠନରେ ସାହାଯ୍ୟ କରିବେ। ତାପରେ ତା ତଳକୁ ଆମେ ଲେଖିବା ଶିକ୍ଷାର୍ଥୀମାନେ ଆଲୋଚନା କରି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବେ।
आम प्रश्नगुड़िक आम देवा। प्रथम प्रश्न, गुप्त वंश केते ख्रीष्टाब्दरू केते ख्रीष्टाब्द पर्यंत शासन कले। द्वितीय प्रश्न, प्रथम चंद्रगुप्त केबे सिंहासन आरोहण कले। तृतीय प्रश्न, प्रथम चंद्रगुप्तଙ୍କ प्रभाव भारत रे केउं अंश रे अधिक रहिथिला। चतुर्थ प्रश्न, तांको राज्य केउं केउं अंचल को नहीं गठित होइथिला। आउ कलापटा कार्य आम लिखा जेहेतु दुई दल विभक्त करवा दुईटी गोला गोलई चिन्ह दिज्व और छकी चिन्ह दिज्व। छकी चिन्ह जहाँ शिक्षार्थी मानक सूचित कर टी लिखा जहाँ शिक्षक को सूचित कर। आम उपकरण नेबा कौन समय रेखा अंकित करके आम पिला सम्मुखें देवा से देवा से लिखा जाइए कौन जे मुख्य स्तंभ गोटे रही एडी बीसी लिखा जाइए। एडी रे 100 रु आम 700-800 पर्यंत लिखा। आउ प्रथम चंद्रगुप्त समय को आम चिन्हित करने वर्धित स्तंभ रो 300 रु 400 को बड़ करी आम लिखा। 300 रु आरंभ करके 400 पर्यंत 300, 310, 320, 330, 340 करी 400 पर्यंत आम सूचित करवा समय रेखार। यही आम अंकन कर पिला मानकु देइथिबा आ प्रश्न गुड़िक पचारिबा। तापरे परवर्ती पृष्ठा को जीवा। सेई सोपान रे आम अच्छी शिक्षण कार्य आम 3 लिखा। शिक्षार्थी कार्य लिखा। कार्य फर्द पिला मानकु देबा जे कार्य फर्द को व्यवहार करके से प्रश्न गुड़िकर उत्तर गुड़िक देवी। शिक्षण कार्य 3 रे आम लिखा कौन, शिक्षार्थी मानकु नहीं गठित पूर्व दुई दल प्रत्येक दल केउठारे काईकी केतेबेले किपरि इत्यादि शब्द लगाई प्रथमे प्रश्नमान तैयारी करिवे और प्रत्येक दल अन्य दल को प्रश्न पचारिवे एवं आलोचना माध्यम रे उत्तर स्थिर करिवे। आम विषय रे लिखा शिक्षार्थी माने निजी प्रश्न प्रस्तुत करी उत्तर प्रदान करिवे। आम शिक्षार्थी कार्य आम लिखा शिक्षार्थी माने प्रश्न गुड़िक तैयारी करिवे और उत्तर मध्य देवे। आउ से प्रश्न गुड़िक आम लिखा। प्रथम प्रश्न, कुषाण मानक परे काहींकि राजनैतिक अस्थिरता देखागला। द्वितीय प्रश्न, केतेबेले भारत में गुप्त शासन प्रतिष्ठित हैला। तृतीय प्रश्न, प्रथम चंद्रगुप्त को काहींकि महाराज धीराज उपाधि मिलिथिला। चतुर्थ प्रश्न, केबे भारत में गुप्ताब्द आरंभ हैला। यही भली आम लिखिबी। तापर आम जीवा क्रमिक नंबर चतुर्थ बा 4 को जीवा। सोपान चतुर्थ सोपान संप्रसारण बा इलाबोरेशन को जीवा। इलाबोरेशन आउ एठी कौन सारांश लिखन होता है। शिक्षण कार्य आम 4 लिखा। शिक्षण कार्य आम लिखा उक्त सोपान रे पठित प्रसंगर सारांश पाइबा भली एक प्रश्न देवे। शिक्षार्थी माने दलगत भाव में आलोचना कर उत्तर लिखिबे। प्रत्येक दलर दलपति छिड़ा होई उत्तर समस्त सम्मुखें पढ़ी। भल सारांश लिखिथिबा दल विजयी हेबे और तांकु करताली स्वागत करा जीवो। शिक्षार्थी मानक कार्य लिखाइबा शिक्षार्थी माने आलोचना कर उत्तर लिखिबे। आ प्रश्न हम कौन, गुप्त वंशर प्रतिष्ठा और प्रथम चंद्रगुप्त राज्य शासन एवं राज्य जय वर्णना कर। यही सारांश उत्तर हम आम कलापटा कार्य जहाँ लिखी। कुषाण मानक पाखरे भारतर राजनीतिक अस्थिरता देखादेला। यार सुजोग नहीं गुप्त माने साम्राज्य विस्तार रे समर्थ हेले। प्रथम दुई राजा श्रीगुप्त एवं घटोत्कच अधस्तन राजा प्रथम चंद्रगुप्त स्वाधीन राजा भावे साम्राज्य विस्तार कले। से ख्रीष्टाब्द 320 रे सिंहासन आरोहण करी लिच्छवी वंशर कुमार देवी को विवाह कले। तांकर राज्य बिहार बंगला उत्तर भारतर केतेक अंचल को नहीं गठित होइथिला। तापर आम परवर्ती पृष्ठा को जीवा जहाँ क्रमिक नंबर आम लिखा 5 और सोपान लिखा पंचम सोपान मूल्यायन इभालुएसन लिखा। विषय लिखा कौन, लब्ध ज्ञान परीक्षा। शिक्षण कार्य 5 लिखा। उक्त सोपान रे शिक्षार्थी माने प्रसंगटी को केते दूर हृदयंगम कले जानिबा पई लब्ध ज्ञान प्रश्नावली देवी और प्रत्येक शिक्षार्थी व्यक्तिगत भाव निज निज खातार उत्तर लिखा से निर्देश दिज्व। प्रश्न गुड़िकर उत्तर पाई सारिया पर शिक्षार्थी को गृह कार्य दे श्रेणी गृह को परित्याग करी। गृह कार्य रहिबो कौन, भारत मानचित्र अंकन करी सेथिरे गुप्त साम्राज्य को
ଚିହ୍ନିତ କର। ତାପରେ ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ରହିବ ଶିକ୍ଷାର୍ଥୀମାନେ ବ୍ୟକ୍ତିଗତ ଭାବେ ଉତ୍ତର ନିଜ ନିଜ ଖାତାରେ ଲେଖିବେ ଆଉ କନା କଲାପଟାରେ ଲେଖି ନେଇଥିବା ପ୍ରଶ୍ନକୁ ପିଲାମାନଙ୍କ ବା ଶିକ୍ଷାର୍ଥୀମାନଙ୍କ ଆଗରେ ଟାଙ୍ଗି ଦିଆଯିବ। ସମୟ ସାପେକ୍ଷ ଯୋଗୁଁ ଶିକ୍ଷକ ଘରୁ ଲେଖିକି ଆଣିଥାନ୍ତି। ସମୟର ସଦୁପଯୋଗ ପାଇଁ କମ୍ ସମୟରେ ଅଧିକ ଶିକ୍ଷାଦାନ କରିବା ପାଇଁ ଯାହା ଲବ୍ଧ ଜ୍ଞାନ ପ୍ରଶ୍ନାବଳୀ 2ରୁ 3ଟି ଆଇଟମ୍ ରହିଥାଏ। ପ୍ରଥମ ପ୍ରଶ୍ନ, ଶୂନ୍ୟ ସ୍ଥାନ ପୂରଣ କର। କ, ପ୍ରଥମ ଚନ୍ଦ୍ରଗୁପ୍ତ ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ। ଖ, ପ୍ରଥମ ଚନ୍ଦ୍ରଗୁପ୍ତ ଡ୍ୟାସ୍କୁ ବିବାହ କରିଥିଲେ। ଗ, ପ୍ରଥମ ଚନ୍ଦ୍ରଗୁପ୍ତ ଡ୍ୟାସ୍ ଉପାଧି ପାଇଥିଲେ। ସେମିତିକା ଦ୍ୱିତୀୟ ପ୍ରଶ୍ନ ରହିବ, ଭ୍ରମ ସଂଶୋଧନ କର। କ, ପ୍ରଥମ ଚନ୍ଦ୍ରଗୁପ୍ତ 230 ଖ୍ରୀଷ୍ଟାବ୍ଦରେ ଗୁପ୍ତାବ୍ଦ ଆରମ୍ଭ କରିଥିଲେ। ଖ, ଶ୍ରୀଗୁପ୍ତଙ୍କୁ ମହାରାଜଧିରାଜ ଉପାଧି ମିଳିଥିଲା। ଗ, ଗୁପ୍ତ ବଂଶ ପରେ କୁଷାଣମାନେ ଭାରତରେ ଶାସନ କଲେ। ଏଇଭଳି ଇତିହାସ ଶିକ୍ଷାଦାନ ପାଇଁ 5 ଲେସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଥାଏ। ଏହାର ପ୍ରସଙ୍ଗ ରହିଥିଲା ପ୍ରଥମ ଚନ୍ଦ୍ରଗୁପ୍ତ। ଏହିଭଳି ଉପଯୋଗୀ ଭିଡ଼ିଓ ପାଇବା ପାଇଁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ +2 ଏଜୁକେସନ୍ 360 ଡିଗ୍ରୀ @ଅଚ୍ୟୁତ ମହାକୁର 8343କୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଫଳରେ ପରବର୍ତ୍ତୀ ଅପଲୋଡ଼ ହେବାକୁ ଥିବା ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ତୁରନ୍ତ ପାଇପାରିବ। ଧନ୍ୟବାଦ।